ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟକୁ ବିଜ୍ଞ ଆଉ ଜ୍ଞାନୀ ଶ୍ରୋତା ଏବଂ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜି ଆମେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଏବଂ ଯୋଦ୍ଧା ଜରାସନ୍ଧ ବିଷୟରେ ଆଲୋଚନା କରିବା। ଆମେ ମୂଳକୁ ଯିବା ଯେ ଜରାସନ୍ଧର ଜନ୍ମ ବିଷୟରେ। ତା'ର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ କ'ଣ କେମିତି ହେଲା ଜାଣିବା। ଆପଣମାନେ ଜାଣିଛନ୍ତି, ଆମେ ଖାଲି ତାକୁ ଆଉ ଥରେ ସ୍ମରଣ କରିବା। ରାଜା ବୃହଦତ୍ତ କାଶୀରାଜଙ୍କ ଯାଆଁଳା କନ୍ୟା ଦୁଇ ଜଣଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କୁ ଏକା ପ୍ରକାର ଭଲ ପାଉଥିଲେ, କିନ୍ତୁ ତାଙ୍କର ପିଲାପିଲି ପୁତ୍ର କେହି ନଥିଲେ। ଦିନେ ଚନ୍ଦ୍ରକୌଶିକ ନାମକ ଜଣେ ସନ୍ନ୍ୟାସୀ ଚନ୍ଦ୍ରକୌଶିକ ତାଙ୍କୁ ଗୋଟେ ଫଳ ଦେଲେ ଖାଇବାକୁ। ସେ ତ ଦୁଇ ଜଣ ରାଣୀକି ଏକା ପ୍ରକାର ଭଲ ପାଆନ୍ତି, ତେଣୁ ସେ ଫଳଟିକି ଦୁଇ ଭାଗ କରି ଦୁଇ ରାଣୀକୁ ଦେଇଦେଲେ। ଫଳସ୍ୱରୂପ କ'ଣ ହେଲା ନା, ପ୍ରତ୍ୟେକ ରାଣୀ ଗୋଟିଏ ମଣିଷର ଅଧା ଭାଗ ଜନ୍ମ କଲେ। ସବୁ ଅଧା ଅଧା ଅଛି। ତେଣୁ ରାଜା କହିଲେ, ୟାକୁ ନେଇ ଜଙ୍ଗଲରେ ଫୋପାଡ଼ି ଦିଅ। ଏ ଫାଳେ ଲେଖାଏଁ କ'ଣ ହେବ? ଜରା ନାମକ ରାକ୍ଷସୀ ସେ ବଣରେ ବୁଲୁଥିଲା। ସେ ତାର ବହୁତ ସିଦ୍ଧି ପ୍ରାପ୍ତି ଥିଲା। ସେ ଦୁଇଟାକ ଯୋଡ଼ିକିରି କ'ଣ ମନ୍ତ୍ର ବୋଲି ପୂର୍ଣ୍ଣାଙ୍ଗ ଶରୀର କରିଦେଲା। ଦେଖିଲା ବହୁତ ସୁନ୍ଦର ହେଲା ଏବଂ ତାକୁ ନେଇ ସେ ରାଜାଙ୍କୁ ଦେଲା। କହିଲା, ଆପଣଙ୍କର ପୁତ୍ର ନାହାନ୍ତି, ଆପଣ ଆକୁ ନିଅନ୍ତୁ। ଯେଉଁ ରାଜା ଫୋପାଡ଼ି ଦେଇଥିଲେ ବଣରେ, ତାଙ୍କୁ ନେଇ ଦେଲା। ରାଜା ବହୁତ ଖୁସି ହେଇଗଲେ। ଏ ଜରା ରାକ୍ଷସୀ ଦେଇଥିବାରୁ ତା ନାଁ ରଖାଗଲା ଜରାସନ୍ଧ। ଏବଂ ଜରା ରାକ୍ଷସୀ କହିଲା, ଇଏ ସହଜେ ମରିବ ନାହିଁ। ଏ ଯେତେବେଳେ ଆକୁ ମାରିବାକୁ ଚେଷ୍ଟା କରିବେ, ପୁଣି ପୂର୍ଣ୍ଣାଙ୍ଗ ଶରୀର ପ୍ରାପ୍ତ ହେବ। କେବଳ ଗୋଟିଏ ବାଟେ ସେ ମରିବ। ତାକୁ ଯଦି କେହି ସମ୍ପୂର୍ଣ୍ଣ ରୂପେ ଦୁଇ ଫାଳ କରି ଉଭୟ ବିପରୀତ ଦିଗକୁ ଫୋପାଡ଼ି ଦିଏ, ତାହେଲେ ଯାଇ ସେ ମରିବ, ନହେଲେ ତା'ର ମରିବା ସହଜ ନୁହେଁ। ତେଣୁ ଜରାସନ୍ଧ ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା ହେଇକରି ପୃଥିବୀରେ ରହିଲା। କେହି ତାକୁ ହରାଇ ପାରିବେ ନାହିଁ। କଂସ ମଲା ପରେ ତା'ର ଦୁଇ ବିଧବା ପତ୍ନୀ ଅସ୍ତି ଆଉ ପ୍ରାପ୍ତି, ସେମାନଙ୍କର ପିତା ଯିଏକି ମଗଧରାଜ ଜରାସନ୍ଧ, ତାଙ୍କ ନିକଟରେ ଯାଇ କାନ୍ଦିଲେ। ଅସ୍ତି ଆଉ ପ୍ରାପ୍ତି ଦୁଇ ଜଣ ଯାକ ବିଧବା ହେଇଗଲେ। କଂସ ମରିଗଲା। ତେଣୁ କଂସକୁ କିଏ ମାରିଲା ସେ କଥା ଜାଣି ଜରାସନ୍ଧ 23 ଅକ୍ଷୌଣୀ ସୈନ୍ୟ ନେଇ ଯାଦବ ବଂଶ ଧ୍ୱଂସ କରିବାକୁ ପ୍ରତିଜ୍ଞା କରି ଯୁଦ୍ଧ କରିବାକୁ ଗଲା। ପୁରା ମଥୁରା ଯେଉଁଠି କୃଷ୍ଣ ରହୁଥିଲେ ତାକୁ ପୁରା ଅବରୋଧ କରିଦେଲା। ଏସବୁ ଦେଖି ସେଠାକାର ଯେଉଁମାନେ ପ୍ରଜା ଥିଲେ, ଶ୍ରୀକୃଷ୍ଣ ବଳରାମ ଯେଉଁମାନଙ୍କୁ ପାଖରେ ରହିଥିଲେ, ସେମାନେ ବହୁତ ମନ ଦୁଃଖ କଲେ ଏବଂ ଭୟଭୀତ ହୋଇଗଲେ। କୃଷ୍ଣ କହିଲେ, କିଛି ବ୍ୟସ୍ତ ହୁଅନା। ଏଇଠୁ ଯୁଦ୍ଧ ଆରମ୍ଭ ହେଲା। ସାଙ୍ଗେ ସାଙ୍ଗେ ଆକାଶରୁ 2ଟି ବିମାନ, ଯାହା ସହିତ ଘୋଡ଼ା ଯଚା ହେଇଛନ୍ତି, ସାରଥୀ ଅଛନ୍ତି, ସମସ୍ତ ଅସ୍ତ୍ରଶସ୍ତ୍ର ଅଛି, କୃଷ୍ଣ ବଳରାମଙ୍କ ପାଇଁ ଆସି ପହଞ୍ଚିଲା। ସ୍ୱର୍ଗରୁ ଆକାଶରୁ ଯେତେବେଳେ କୃଷ୍ଣ ବଳରାମଙ୍କ ପାଇଁ 2ଟି ରଥ ଆସି ପହଞ୍ଚିଲା, ସମସ୍ତ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ, ଏବଂ କୃଷ୍ଣ ବଳରାମ ସେଥିରେ ବସିଲେ। କୃଷ୍ଣ କହିଲେ ବଳରାମଙ୍କୁ, ଭାଇ, ଆମେ ସମସ୍ତଙ୍କୁ ବିନାଶ କରିବା, ଜରାସନ୍ଧକୁ ନୁହଁ। ଏ କାହିଁକି ବୋଲି ବଳରାମ ପଚାରିଲେ ନାହିଁ। ଯୁଦ୍ଧ ହେଲା, ଭୟଙ୍କର ଯୁଦ୍ଧ। ଜରାସନ୍ଧ ସାଙ୍ଗରେ ଯେତେ ସୈନ୍ୟ ସାମନ୍ତ ଆସିଥିଲେ ସମସ୍ତେ ମରିଗଲେ। ସେମାନେ ସମସ୍ତେ ବହୁ ପାପୀ। ତେଣୁ ସେମାନଙ୍କୁ ଧ୍ୱଂସ କରିବା ଭଗବାନଙ୍କର ଇଚ୍ଛା ଥିଲା। ଏକା ରହିଲା ଜରାସନ୍ଧ। ଜରାସନ୍ଧକୁ ଆଣି ତାଙ୍କ ଜଙ୍ଘ ତଳେ ପୂରେଇ ପୁଣି ବାହାର କରିଦେଲେ। ତାକୁ ଭାରି ଅପମାନ ହେଲା। ସେ ଯାଇ ଗୋଟେ ଜାଗାରେ ବସି ରହିଲା, ଆଉ ଗଲାନି ରାଜ୍ୟକୁ। ତା'ର ବନ୍ଧୁବାନ୍ଧବ ସମସ୍ତେ ଆସି ତାକୁ ବୁଝେଇଲେ, କହିଲେ, ଇଏ ଗୋଟିଏ ମାତ୍ର ଯୁଦ୍ଧ ହେଇଛି, ତୁମେ ହାରିଗଲ, ଆମେ ପୁଣି ଥରେ ଯିବା। ଏମିତି 17 ଥର, ଥରେ ଦୁଇ ଥର ନୁହଁ, 17 ଥର ଜରାସନ୍ଧ ହାରିଲା। ବଳରାମ ପଚାରିଲେ, ଏସବୁ କାହିଁ କରୁଛ? ନା, ଜରାସନ୍ଧ ନ ମରୁ, ତା ସହିତ ଯେଉଁ ପାପୀମାନେ ଆସୁଛନ୍ତି, ବହୁ ପାପ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଆମେ ବିନାଶ କରିଦେଲେ। 17 ଥର ଯୁଦ୍ଧ ସରିଗଲା। ତେଣୁ ତାକୁ ବରୁଣ ପାଶରେ ବାନ୍ଧିକିରି ମୃତ୍ୟୁଦଣ୍ଡ ଦେବାକୁ ଯେତେବେଳେ ବଳରାମ ଚାହୁଁଥିଲେ, ଶ୍ରୀକୃଷ୍ଣ ସେଇଟା କରେଇଦେଲେ ନାହିଁ। କହିଲେ, ନାହିଁ, ସେ ବଞ୍ଚିକି ରହୁ, ତାକୁ ମାରିବା କଥା ଆମେ ପରେ ଭାବିବା। 17 ଥର ହାରିଲା ପରେ
ଯେତେବେଳେ ଅଷ୍ଟାଦଶ ଥର ଜରାସନ୍ଧ ସମସ୍ତ ସୈନ୍ୟ ସାମନ୍ତ ନେଇ କୃଷ୍ଣଙ୍କୁ ଆକ୍ରମଣ କରିବାକୁ ବସିଲା, କୃଷ୍ଣ ଦୌଡ଼ିଲେ। ଏବେ ସୈନ୍ୟମାନେ ତାଙ୍କୁ ଗୋଡ଼େଇଲେ, ତ ବହୁ ସୈନ୍ୟ ଅଛନ୍ତି, କେତେ ଅକ୍ଷୟଣୀ ସୈନ୍ୟ। ତେଣୁ କୃଷ୍ଣ ଗୋଟେ ବିରାଟ ବଡ଼ ପର୍ବତ ଉପରେ ଚଢ଼ିଗଲେ। ଇଏ କ'ଣ କଲା, ଜରାସନ୍ଧ ତାର ସୈନ୍ୟମାନଙ୍କୁ କହିଲା ସେ ପର୍ବତ ଉପରକୁ ଯିବା ଦରକାର ନାହିଁ, ପର୍ବତ ଚାରିକଡ଼ ଯାକ ତୁମେ ଘେରିକିରି ନିଆଁ ଲଗାଇ ଦିଅ। ଇଏ ନିଆଁ ଲଗାଇବା ପୂର୍ବରୁ କୃଷ୍ଣ ଆରପଟେ ଡେଇଁ ପଳେଇଲେ। ସେ ତ ଭଗବାନ ନା, ତାଙ୍କୁ କ'ଣ ଏମାନେ ନିଆଁ ଲଗାଇ ପୋଡ଼ିଦେବେ? ସେ ପଳେଇଛନ୍ତି। କିନ୍ତୁ ଜରାସନ୍ଧ ଭାବିଲା ଏ ଅଷ୍ଟାଦଶ ବାର ଏଇଥରକ ମୁଁ ଜିତିଗଲି ଏବଂ କୃଷ୍ଣ ହାରିଗଲେ, ମରିଗଲେ, ସେ ଆଉ ବଞ୍ଚି ନାହାନ୍ତି। ଜରାସନ୍ଧ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ଶାସନ କରି ଚାଲିଲା। ଅନେକ ଦିନ ପରେ, ଅନେକ ବର୍ଷ ପରେ ଯେତେବେଳେ ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞ କଲେ, ସେତେବେଳେ ଘୋଡ଼ାକୁ ଯିଏ ଅଟକେଇବ ତାହା ସହିତ ଯୁଦ୍ଧ ହେବ। ତେଣୁ ସେତେବେଳେ କଥାବାର୍ତ୍ତା ଯେତେବେଳେ ଚାଲିଲା ସୈନ୍ୟ ସାମନ୍ତଙ୍କ ସହ, ସେମାନେ ସମସ୍ତେ କହିଲେ ଯେ ଜରାସନ୍ଧକୁ ହରାଇବା ସହଜ ନୁହଁ, ସେ ଘୋଡ଼ାକୁ ଅଟକେଇ ଦେବ। ନା ତାହେଲେ ଜରାସନ୍ଧ କଥା ଆଗ ବୁଝିବା। ତେଣୁ ସିଏ ଗୋଟେ ଯୋଜନା ପ୍ରସ୍ତୁତ କଲେ। ସିଏ ଯୋଜନା ଅନୁସାରେ, ଭଗବାନଙ୍କ ଯୋଜନା ଅନୁସାରେ, ଶ୍ରୀକୃଷ୍ଣଙ୍କ ଯୋଜନା ଅନୁସାରେ କୃଷ୍ଣ, ଅର୍ଜୁନ ଏବଂ ଭୀମ ତିନି ଜଣ ଯାକ ବ୍ରାହ୍ମଣ ବେଶରେ ଗଲେ ଜରାସନ୍ଧ ଘରକୁ। ଜରାସନ୍ଧର ଗୋଟେ ଗଧ ଥିଲା ଦୁଆର ମୁହଁରେ, ସେ ଜଗିଥାଏ, ସେ ଜାଣିପାରେ ସବୁ, ଯେ କେଉଁମାନେ ମିତ୍ର ଭାବ ନେଇ ଆସିଛନ୍ତି, କେଉଁମାନେ ଶତ୍ରୁ ଭାବ ନେଇ ଆସିଛନ୍ତି। ତେଣୁ ସିଏ ବୋବେଇଲା ମାନେ ଜରାସନ୍ଧ ଜାଣିବ ଯେ ଶତ୍ରୁ ଆସିଗଲେ। ତେଣୁ ସିଏ ତା ପାଦକୁ ଭଗବାନ ଧରି ପକାଇଲେ, କହିଲେ ତୁ ବୋବା ନାଇଁ ଖିଣି। ଗଧ ତାଙ୍କ କଥା ମାନିଲା। ସେଥିପାଇଁ କୁହନ୍ତି ଯେ ଦରକାର ବେଳେ ଭଗବାନ ଗଧପାଦ ଧରିଥିଲେ। ଏଇଠି ଧରିଥିଲେ ଭଗବାନ ଗଧପାଦ, ଜରାସନ୍ଧର ଗଧପାଦ ଧରିଥିଲେ। କହିଲେ ତୁ ବୋବା ନା ଗୋଟେ, ତୁ ବୋବେଇଲେ ବି ଶବ୍ଦ ହେବନି, ସେ ବ୍ୟବସ୍ଥା ମୁଁ କରିଛି। ଗଧ ଆଉ ବୋବେଇଲାନି। ଜରାସନ୍ଧ ଜାଣିଲେ କେହି ମିତ୍ର ଆସିଛନ୍ତି। ତେଣୁ ଖବର ଦିଆହେଲା ଯେ ତିନି ଜଣ ବ୍ରାହ୍ମଣ ଆପଣଙ୍କର ଆଜି ଅତିଥି ହେଇଛନ୍ତି। ଜରାସନ୍ଧ ଆଉ ଅସ୍ତ୍ରଶସ୍ତ୍ର ଘିନିକିରି କାହିଁକି ଆସିବ, ଖାଲି ହାତରେ ଆସିଲା। କହିଲା ବ୍ରାହ୍ମଣ ଦେବତା ମାନେ କୁହନ୍ତୁ ଆପଣମାନେ କ'ଣ ଚାହୁଁଛନ୍ତି, ଆପଣ ଯାହା ମାଗିବେ ମୁଁ ଦେବି। ନା ଆପଣ ପ୍ରତିଜ୍ଞା କରନ୍ତୁ ଆଗ। ନା ଠିକ୍ ଅଛି, ମୁଁ ପ୍ରତିଜ୍ଞା କଲି। ହାତରେ ଜଳ ଧରି ତ୍ରିବାର ସତ୍ୟ କଲା ଯେ ବ୍ରାହ୍ମଣ ତ୍ରୟ ତୁମେମାନେ ଯାହା ମାଗିବ ମୁଁ ତାହା ଦେବି। ସେଠୁ ଶ୍ରୀକୃଷ୍ଣ କହିଲେ ଯେ ଆମକୁ ଯୁଦ୍ଧ ଦରକାର, ବାହୁ ଯୁଦ୍ଧ, ଅସ୍ତ୍ରଶସ୍ତ୍ର ବିନା ଯୁଦ୍ଧ ହେବ। ଜରାସନ୍ଧର ସେଇଠି ସନ୍ଦେହ ହେଲା। କହିଲେ ବ୍ରାହ୍ମଣ ଯୁଦ୍ଧ କରିବେ, ଏ ତ ଦେଖାଯାଉଛି ପୁରା କ୍ଷୀଣକାୟ, ଜଣେ କେବଳ ଟିକେ ସ୍ୱାସ୍ଥ୍ୟ ଅଛି ଭଲ ଭୀମର, କିନ୍ତୁ ଏମାନେ କ'ଣ ଯୁଦ୍ଧ କରିବେ, ପୁଣି ମୋ ସହିତ ବାହୁ ଯୁଦ୍ଧ କରିବେ? ତେଣୁ ତାର ଟିକେ ସନ୍ଦେହ ହେଲା। ସେ ପଚାରିଲା, କହିଲା ମୁଁ ତ ପ୍ରତିଶ୍ରୁତି କରିସାରିଛି, ଦେଇସାରିଛି ଯେ ଆପଣମାନଙ୍କ ସହିତ ବାହୁ ଯୁଦ୍ଧ କରିବି। ଏବେ ଆପଣମାନେ ପରିଚୟ ଦିଅନ୍ତୁ, କାରଣ ଆପଣମାନେ କଦାପି ବ୍ରାହ୍ମଣ ନୁହନ୍ତି। ମୋର ଷଷ୍ଠ ଇନ୍ଦ୍ରିୟ କହୁଛି ଯେ ଆପଣମାନେ ବ୍ରାହ୍ମଣ ନୁହନ୍ତି। ବ୍ରାହ୍ମଣ କେବେ ଯୁଦ୍ଧ କରିବାକୁ ଘୋଷଣା କରେନି ବା ଡାକେନି କାହାକୁ, ଚାଷ ଯୁଦ୍ଧ କରିବା, ବାହୁ ଯୁଦ୍ଧ। ପୁଣି ଶ୍ରୀକୃଷ୍ଣ କହିଲେ ମୁଁ ହେଉଛି ଶ୍ରୀକୃଷ୍ଣ, ଇଏ ମୋ ବାଁ କଡ଼ରେ ଯିଏ ହେଉଛନ୍ତି ଅର୍ଜୁନ, ଡାହାଣ କଡ଼ରେ ସିଏ ହେଉଛନ୍ତି ଭୀମ। ତ ତିନି ଜଣଙ୍କ ନିଜ ସ୍ୱରୂପକୁ ଫେରି ଆସିଲେ। ଜରାସନ୍ଧ ହସିଲା, କହିଲା ବଡ଼ ଦୁଃଖ ଲାଗୁଛି ଯେ ଶ୍ରୀକୃଷ୍ଣଙ୍କୁ ଯେଉଁମାନେ ଭଗବାନ ବୋଲି କହନ୍ତି ସେ ଛଳନା କରିକିରି ଅନ୍ୟମାନଙ୍କୁ ମାରୁଛନ୍ତି। 17 ଥର ତୁମେ ମୋତେ ହରେଇଲ, ଆଉ ଥରେ ହରେଇ ପାରିବ ନାହିଁ ବୋଲି ଭାବି ଚଢ଼ିଗଲ ପର୍ବତ ଉପରେ। ମୁଁ ନିଆଁ ଲଗେଇଥିଲି ଚାରିକଡ଼ ଯାକ, ମୁଁ ଭାବିଲି ତୁମେ ମରିଗଲ, ତୁମେ କିନ୍ତୁ ବଞ୍ଚି ରହିଛ ବୋଧେ ମୋତେ ମାରିବା ପାଇଁ। ଠିକ୍ ଅଛି, କିନ୍ତୁ ତୁମ ସହିତ ମୋର ଯୁଦ୍ଧ କରିବାର ନାହିଁ। ତୁମେ ଗୌଡ଼ ଘରେ ଜନ୍ମ, ଯାଦବ ବଂଶର ଲୋକ, ତୁମେ କ'ଣ ଯୁଦ୍ଧ କରିବ, ଗାଈ ଜଗୁଆଳ ପିଲା। ଇଏ ହେଲା ଅର୍ଜୁନ, ଇଏ ତ ଧନୁତୀରର କାମ ଆର, ଇଏ ବାହୁ ଯୁଦ୍ଧ କ'ଣ କରିବ? ଏକା ରହିଲେ ଭୀମ, ଭୀମ ସହିତ ବାହୁ ଯୁଦ୍ଧ କରିବାକୁ ମୁଁ ରାଜି। ବାହୁ ଯୁଦ୍ଧ ଆରମ୍ଭ ହେଲା। ଦିନ ଦିନ ଧରି ଚାଲିଲା, କେହି କାହାକୁ ହରେଇ ପାରିଲେ ନାହିଁ। ଯୁଦ୍ଧ ବହୁତ ଦିନ ଚାଲିଲା ପରେ ଏମାନେ ତ ତାଙ୍କ ସେତେବେଳେ ଯୁଦ୍ଧର ନିୟମ ଥିଲା ଯେ ରାତିରେ ଯୁଦ୍ଧ ହେବନି, ସୂର୍ଯ୍ୟାସ୍ତ ପରେ ଆଉ ଯୁଦ୍ଧ ହେବନି। ତେଣୁ ଥରେ ତାକୁ ପଚାରିଲେ, ଭୀମ ପଚାରିଲେ, କହିଲେ ଶ୍ରୀକୃଷ୍ଣଙ୍କୁ ପଚାରିଲେ, କହିଲେ କେମିତି ଏ ଜରାସନ୍ଧ ତ ମରୁନାହିଁ ମୋଟେ, ଆପଣ କାହିଁ ମୋତେ ତା ସହିତ ବାହୁ ଯୁଦ୍ଧ କରିବାକୁ କହିଲେ? ଶ୍ରୀକୃଷ୍ଣ ତାକୁ ଗୋଟେ ଘାସ ଉପାଡ଼ିକିରି ଦୁଇ ଖଣ୍ଡ ଚିରିକିରି ଫୋପାଡ଼ି ଦେଲେ। କହିଲେ ଦେଖ, ଯଦି ତାକୁ ସମ୍ପୂର୍ଣ୍ଣ ରୂପେ ଦୁଇ ଫାଳ କରି, ସମାନ ଦୁଇ ଫାଳ କରି ଚିରିକିରି ବିପଦ ଦିଗକୁ ପକାଇଦେବ, ତାହେଲେ ଯାଇ ସେ ମରିବ। ଭୀମ ସେୟା କଲେ। ତା ପରଦିନ ଯୁଦ୍ଧରେ ଜରାସନ୍ଧକୁ ଗୋଟାଏ ଗୋଡ଼କୁ ତଳେ ଦାବି ଆଉ ଗୋଟାଏ ଗୋଡ଼ ଏଭଳି ଚିରିଦେଲେ ଯେ ସେ ଦୁଇ ଫାଳ ହୋଇଗଲା। ଦୁଇ ଫାଳ ଗୋଟା ପଟକୁ ପକାଇଲା କ୍ଷଣି ସେ ପୁଣି ଯୋଡ଼ି ହେଉଥାଏ। ପୁଣି ତାଙ୍କର ମନେ ପଡ଼ିଗଲା ଯେ ଦୁଇ ଫାଳ ବିପଦ ଦିଗକୁ ପକାଇବାକୁ ପଡ଼ିବ।
ସେ ଦୁଇ ଫାଳ ଯାକ ବିପରୀତ ଦିଗକୁ ପକାଇଲେ। ସେଥିରେ ଜରାସନ୍ଧ ମଲା। ଏଇ ହେଲା ଜରାସନ୍ଧର ଜନ୍ମ ଆଉ ମୃତ୍ୟୁ ବିଷୟ। ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା, କିନ୍ତୁ ତାକୁ ବଞ୍ଚେଇ ରଖି ଶହ ଶହ ପାପୀମାନଙ୍କୁ ବିନାଶ କରିବା ସକାଶେ ଇଏ ଥିଲା ଭଗବାନଙ୍କର ଏକ ଯୋଜନା। ୟା ମଝିରେ ଭାଗବତରେ ଅନେକ କଥା କୁହାଯାଇଛି। ଜରାସନ୍ଧର ଜନ୍ମ ଓ ମୃତ୍ୟୁ ମଧ୍ୟରେ ଆଉ ଗୋଟିଏ କଥା ଭଗବାନ କହିଛନ୍ତି ଯେ କାଳଯବନ 3 କୋଟି ମ୍ଲେଚ୍ଛମାନଙ୍କୁ ନେଇ ଯେତେବେଳେ ମଥୁରା ଅବରୋଧ କରିଥିଲା, ସେତେବେଳେ ତାକୁ ମାରିବା ସକାଶେ ଭଗବାନ ଦୌଡ଼ିଲେ ଏବଂ କାଳଯବନ ତାଙ୍କ ପଛେ ପଛେ ଗୋଡ଼େଇଲା। କାଳଯବନକୁ ନାରଦ କହିଥିଲେ ଯେ ତୁ ଯୁଦ୍ଧ ଚାହୁଁଥିଲୁ, ଏକମାତ୍ର ଶ୍ରୀକୃଷ୍ଣଙ୍କ ସହିତ ତୁ ଯୁଦ୍ଧ କରିପାରିବୁ, ଆଉ କେହି ତୋର ସମକକ୍ଷ ଯୋଦ୍ଧା ନାହାନ୍ତି। କାଳଯବନ ଗୋଡ଼େଇ ଗୋଡ଼େଇ ଯେତେବେଳେ ଗଲା, ଶ୍ରୀକୃଷ୍ଣ ଗୋଟେ ପର୍ବତ ଗୁମ୍ଫାରେ ପଶିଗଲେ। ଇଏ ତା ଭିତରେ ପଶିଗଲା, କିନ୍ତୁ ଦେଖିଲା ଯେ ଜଣେ କିଏ ଲୋକ, ରାଜା କିଏ ଜଣେ ଶୋଇଛନ୍ତି। କହିଲେ ଶ୍ରୀକୃଷ୍ଣ ତୁ ରାଜା ରୂପରେ ଆସି ଶୋଇଛଟି, କହିକି ତା ଛାତିରେ ପଦାଘାତ କଲେ। ସିଏ ହେଉଛନ୍ତି ମୁଚୁକୁନ୍ଦ, ଇକ୍ଷ୍ୱାକୁ ବଂଶୀୟ ଯୁବନାଶ୍ୱଙ୍କ ନାତି ଏବଂ ମାନ୍ଧାତାଙ୍କ ପୁତ୍ର। ମହାନ ଯୋଦ୍ଧା ଥିଲେ। ସେ ସ୍ୱର୍ଗରେ ଇନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ, ରାକ୍ଷସମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ଜିତିବାର ବ୍ୟବସ୍ଥା କରିଥିଲେ। ତେଣୁ ସେ ବର ମାଗିଥିଲେ ଯେ ମୁଁ ଶୋଇବି, ମୋ ନିଦକୁ ଯିଏ ଭାଙ୍ଗିବ, ମୁଁ ବହୁତ କ୍ଳାନ୍ତ ହୋଇପଡ଼ିଛି, ସେ ଧ୍ୱଂସ ହୋଇଯିବ। ଯେତେବେଳେ କାଳଯବନ ଦୌଡ଼ି ଦୌଡ଼ି ଯାଇକି ତାଙ୍କ ଉପରେ ପାଦାଘାତ କରିଛି ତାକୁ ଶ୍ରୀକୃଷ୍ଣ ଭାବିକରି, ସେତେବେଳେ ମୁଚୁକୁନ୍ଦ ଆଖି ଖୋଲିଛନ୍ତି ଏବଂ ସେଇଥିରେ କାଳଯବନ ଧ୍ୱଂସ ହୋଇଯାଇଛି। ତାପରେ ଶ୍ରୀକୃଷ୍ଣ ତାକୁ ମୁଚୁକୁନ୍ଦକୁ ଏ ଜନ୍ମରେ ନହେଲେ ବି ତା ପରଜନ୍ମରେ ମୁଖ୍ୟ ପାଇ ବୁଲିକରି ଆଶୀର୍ବାଦ କରିଛନ୍ତି ଏବଂ ସେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇ ଆନନ୍ଦିତ ହୋଇଛି ଏବଂ ମୁଖ୍ୟ ପାଇବାର ବ୍ୟବସ୍ଥା ବି କରିପାରିଛି। ଏଇଟା ତା ମଝିରେ ବସିଛି। ଜରାସନ୍ଧର ଜନ୍ମ ଆଉ ଜରାସନ୍ଧର ମୃତ୍ୟୁ ଭିତରେ ଏ କାଳଯବନ ଆଉ ମୁଚୁକୁନ୍ଦ ବିଷୟଟା ଭାଗବତରେ ଅଛି। ତେଣୁ ଭଗବାନ ଯେତେବେଳେ ଯାହା ଯୋଜନା କରୁଛନ୍ତି, ଯେତେବେଳେ ଯାହା ପାଇଁ ଯାହା କଷ୍ଟ ବି ଲେଖୁଛନ୍ତି, ଭାବିବା ଦରକାର ଯେ ଏ କଷ୍ଟ ଆମ ଭଲ ପାଇଁ ହେଇଛି। ଆମର କୌଣସି ନା କୌଣସି ଦୋଷର ଦଣ୍ଡଟା ଏ ବାଟେ କଟିଯାଉଛି। କେହି ଆପଣଙ୍କୁ ଅପମାନିତ କଲେ ଆପଣ ଭାବୁଛନ୍ତି ଯେ ମୋର ତ କିଛି ଦୋଷ ନାହିଁ, ସେ ଅପମାନ କଲା କାହିଁକି, ମୁଁ କାହିଁକି ଅପମାନିତ ହେଲି। ତାର କାରଣ ହେଉଛି ଆପଣ କେଉଁ ଜନ୍ମରେ ବା ଏ ଜନ୍ମରେ କେବେ ବି କ'ଣ କରିଛନ୍ତି, ଯାହାର ଫଳସ୍ୱରୂପ ଆପଣ ଦୋଷ ନ କରି ମଧ୍ୟ ଅପମାନିତ ହେଉଛନ୍ତି। ତେଣୁ ସର୍ବଦା ଭଗବାନଙ୍କର ଯାହା ଲୀଳା, ଯାହା ସେ କରୁଛନ୍ତି, ଆମ ସମସ୍ତଙ୍କର ଭଲ ପାଇଁ ହିଁ କରୁଛନ୍ତି ଭାବିକରି ସଦାବେଳେ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ। ଆମେ ଜରାସନ୍ଧର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ କଥା ଜାଣିଥିଲେ, ଭାଗବତରେ ପଢ଼ିଥିଲେ, ସେଇଥିରୁ ଏତିକି ମାତ୍ର ଶିକ୍ଷା କରିବା ଯେ ସଦାସର୍ବଦା ଯାହା ବି ହେଉଛି ସାରା ବିଶ୍ୱରେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ହେଉଛି। ତାକୁ ଅଟକାଇବାର କାପାସିଟି, କ୍ଷମତା କାହାର ନାହିଁ। ତେଣୁ ତାକୁ ସମସ୍ତଙ୍କୁ ଭଲ ପାଇଁ ହେଉଛି ବୋଲି ଭାବି ଆମେ କେବେ ବି ଭୁଲରେ ଭଗବାନଙ୍କର କିଛି ଦୋଷ ଅଛି ବୋଲି ଭାବିବା ନାହିଁ। ଆଜି ପାଇଁ ଏତିକି। ନମସ୍କାର। ଯଦି ଚ୍ୟାନେଲ ବିଷୟଟି ଭଲ ଲାଗିଲା, ଗହନ କଥା ନାରାୟଣ ବିଷୟ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ରହିଲି, ନମସ୍କାର।